ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଆଜି ଓଡ଼ିଶାରେ ଦୁଇ ନେତାଙ୍କ ଭିତରେ ହେବ ବଡ଼ ଲଢ଼େଇ। ମିଳିଥିବା ଖବର ଅନୁଯାୟୀ ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ। ଗୋଟିଏ ପଟେ କଂଗ୍ରେସର ସବୁଠାରୁ ବଡ଼ ନେତା ରାହୁଲ ଗାନ୍ଧୀ ଓ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡା। ଏହି ଦୁଇ ବଡ଼ ନେତା ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 4 ଲୋକସଭା ଆସନରୁ 2 ଲୋକସଭା ବରହମପୁର ଏବଂ ନବରଙ୍ଗପୁରରେ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେପି ନଡ୍ଡା। ବରହମପୁର ଜନସଭାକୁ ସମ୍ବୋଧନ କରିଥିବା ବେଳେ ନବରଙ୍ଗପୁର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ସେହିଭଳି ସୋଲପୁର ନିର୍ବାଚନ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲ୍ଲାର 4ଟି ଲୋକସଭା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ 28ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗ ଦେବେ। ବିଷୟରେ ଭୀମ୍ ପେୟାର ଫେସିଆଲ କରାଇଲେ 3 ମହିଳାଙ୍କୁ ପଡ଼ିଲା ମହଙ୍ଗା, ହୋଇଗଲେ ଏଚ୍ଆଇଭିର ଶିକାର। ମିଳିଥିବା ଖବର ଅନୁଯାୟୀ ସୁନ୍ଦର ଏବଂ ଯୁବା ଦେଖାଯିବା ପାଇଁ ସମସ୍ତେ ନୂଆ ଜିନିଷ ଚେଷ୍ଟା କରନ୍ତି। ଚେହେରାକୁ ସୁନ୍ଦର ଓ ଚମକାଇବା ପାଇଁ ଅନେକ ଲୋକ ନିଜ ଜୀବନକୁ ବିପଦରେ ପକାଇବାକୁ ଭୟ କରନ୍ତି ନାହିଁ। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଚିକିତ୍ସା ନିଆଯାଇଥାଏ। ଗତ କିଛି ଦିନ ମଧ୍ୟରେ ଏହିଭଳି ଅନେକ ମାମଲା ସାମ୍ନାକୁ ଆସିଛି। ସେହିଭଳି ଏକ ମାମଲାରେ ପୂର୍ବରୁ ଆସିଥିଲା ଯେଉଁମାନେ ପାର୍ଲରକୁ ଯିବା ପରେ ଜଣେ ମହିଳାଙ୍କ କିଡ୍ନି ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଆମେରିକାର ଏକ ବିଉଟି ସ୍ପାରେ ଭମୟାର୍ସ ଫେସିଆଲ ସମୟରେ ବ୍ୟବହୃତ ଛୁଞ୍ଚିରୁ 3 ଜଣ ମହିଳାଙ୍କୁ ଏଚ୍ଆଇଭି ସଂକ୍ରମିତ ହୋଇଛି। ପ୍ରାରମ୍ଭିକ ଅବସ୍ଥାରେ 2 ଜଣ ଏଚ୍ଆଇଭିରେ ଚିହ୍ନଟ ହୋଇଥିବା ବେଳେ ତୃତୀୟ ଜଣ ଏଡ୍ସରେ ହୋଇଛନ୍ତି। ପରବର୍ତ୍ତୀ ଅପଡେଟ୍ ବିଷୟରେ ଅଣ୍ଡା ଚିକେନ ଖାଉଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ, ଦ୍ରୁତ ବେଗରେ ବୃଦ୍ଧି ପାଉଛି ବାର୍ଡ ଫ୍ଲୁ। ମିଳିଥିବା ଖବର ଅନୁଯାୟୀ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡ ଫ୍ଲୁର ଅନେକ ଗୁଡ଼ିଏ ମାମଲା ସାମ୍ନାକୁ ଆସିଛି। ଅନେକ ଗୁଡ଼ିଏ ସାମ୍ପଲ ପରୀକ୍ଷା କରାଯାଇଥିବା ବେଳେ ଯେଉଁଥିରେ ଏଭିଆନ୍ ଇନଫ୍ଲୁଏଞ୍ଜା N5N1 ଯାଞ୍ଚ ହୋଇଛି। ଏହାପରେ ଅଣ୍ଡା ଚିକେନ ଖାଉଥିବା ଲୋକଙ୍କୁ ସାବଧାନ କରାଯାଇଛି। ବାର୍ଡ ଫ୍ଲୁ ଗୋଟିଏ ଭୟଙ୍କର ରୋଗ। ଏଭିଆନ୍ ଇନଫ୍ଲୁଏଞ୍ଜା N5N1 ଅନେକ ଗୁଡ଼ିଏ ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ଭାରତର ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡ ଫ୍ଲୁର ଅନେକ ଗୁଡ଼ିଏ ମାମଲା ସାମ୍ନାକୁ ଆସିଛି। ବାର୍ଡ ଫ୍ଲୁ ଏଥିପାଇଁ ପ୍ରାଣଘାତକ ବୋଲି କୁହାଯାଏ କାହିଁକି ନା ଏହା ପକ୍ଷୀମାନଙ୍କ ନିକଟରୁ ମଣିଷଙ୍କୁ ଦ୍ରୁତ ଗତିରେ ବ୍ୟାପୁଛି। ବାର୍ଡ ଫ୍ଲୁ ଯେତେ ଦ୍ରୁତ ଗତିରେ ବ୍ୟାପୁଛି ସେଥିପାଇଁ ଚିକେନ ଓ ଅଣ୍ଡା ଖାଇବାକୁ ନିହାତି ଦୂରେଇ ରଖିବା ଆବଶ୍ୟକ। ଏହା ମଣିଷଙ୍କ ଜୀବନ ପାଇଁ ଚିନ୍ତାଜନକ କାରଣ। ସାଧାରଣତଃ ଏହାର ଲକ୍ଷଣ ହେଉଛି ଗଳା କିଚକିଚ ହେବା, ଗଳାରେ ଯନ୍ତ୍ରଣା, ଜ୍ୱରରେ ପୀଡ଼ିତ ହେବା, ସର୍ଦ୍ଦି ଥଣ୍ଡାରେ ପୀଡ଼ିତ ହେବା ଭଳି ଦେଖାଯାଏ। ହାତ ଗୋଡ଼ ବିନ୍ଧିବା, ଥଣ୍ଡା ଲାଗିବା, ଥଣ୍ଡା ଅନୁଭୂତ ହେବା, ମୁଣ୍ଡ ଓ ଛାତିରେ ଦ୍ରୁତ ବେଗରେ ଯନ୍ତ୍ରଣା ହେବା, ଭୋକ ନ ଲାଗିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ। କାଶ ଲଗାତାର ଭାବରେ ଲାଗି ରହିଥାଏ ଏବଂ ଜ୍ୱର ମାତ୍ରାରେ ଏତେ ଅଧିକ ରହିଯାଏ ଯେ ଡାକ୍ତରଖାନାରେ ଆଡମିସନ କରିବାକୁ ମଣିଷ ମଧ୍ୟ ବାଧ୍ୟ ହୋଇଥାଏ। ଯେତେବେଳେ ଆପଣ ବାର୍ଡ ଫ୍ଲୁରେ ସଂକ୍ରମିତ ହେବେ କାହାର ସଂସ୍ପର୍ଶରେ ଆସିଲା ପରେ ତେବେ ଆପଣଙ୍କୁ ବାର୍ଡ ଫ୍ଲୁର ସମ୍ଭାବନା ବଢ଼ିଯାଇଥାଏ। ସଂକ୍ରମିତ ପକ୍ଷୀଙ୍କ ମଳ, ମୂତ୍ର ଏବଂ ଆଖିରୁ ସ୍ରାବ ହେଉଥିବା ଫ୍ଲୁଏଞ୍ଜାର ସମ୍ପର୍କରେ ଆସିବା ଦ୍ୱାରା ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ। ପରବର୍ତ୍ତୀ ଅପଡେଟ୍ ବିଷୟରେ ରାଜ୍ୟ ପରିବହନ ବିଭାଗର ନିଷ୍ପତ୍ତି, ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଅଗ୍ରିମ ପ୍ରାପ୍ୟ। ମିଳିଥିବା ଖବର ଅନୁଯାୟୀ ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ କମିଶନର ସମସ୍ତ ନିର୍ଦ୍ଦେଶ ସଫଳତାର ସହ ପାଳନ କରୁଛନ୍ତି। ରାଜ୍ୟ ପରିବହନ ବିଭାଗ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ଗାଡ଼ି ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରାଧିକରଣର ସମସ୍ତ ଉଚ୍ଚ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଆରଟିଓ ମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଭାଗ ନେଇଥିଲେ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ। ମିଳିଥିବା ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ ଯୋଡିଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସୁର ଏକ ସଭାରେ ପହଞ୍ଚି କଂଗ୍ରେସ ଓ ବିଜେଡି କର୍ମୀଙ୍କୁ ଯୋଡିଶଙ୍ଖ ଭୋଟ ଦେବାକୁ କହି ଶପଥ ପାଠ କରାଇଛନ୍ତି। ଡେଲେଙ୍ଗା ହରିରାଜପୁର ପଶ୍ଚିମା ଶମ୍ଭୁ ମନ୍ଦିରରେ କର୍ମୀଙ୍କ ଠାକୁରଙ୍କ ପାଦୁକା ଛୁଆଁଇ ଯୋଡିଶଙ୍ଖ ଭୋଟ ଦେବାକୁ ନିବେଦନ କରିଛନ୍ତି। ପରବର୍ତ୍ତୀ ଅପଡେଟ୍ ବିଷୟରେ ରାଜ୍ୟ ପରିବହନ ବିଭାଗର ନିଷ୍ପତ୍ତି, ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଅଗ୍ରିମ ପ୍ରାପ୍ୟ। ମିଳିଥିବା ଖବର ଅନୁଯାୟୀ
ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ କମିଶନର ସମସ୍ତ ନିର୍ଦ୍ଦେଶ ସଫଳତାର ସହ ପାଳନ କରୁଛନ୍ତି। ରାଜ୍ୟ ପରିବହନ ବିଭାଗ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ଗାଡ଼ି ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରାଧିକରଣର ସମସ୍ତ ଉଚ୍ଚ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଆରଟିଓ ମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଭାଗ ନେଇଥିଲେ। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ସିଏପିଏଫରେ ପୂରଣ ହେବ 500ରୁ ଅଧିକ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟସ୍। ମିଳିଥିବା ଖବର ଅନୁଯାୟୀ ସଂଘ ଜନସେବା ଆୟୋଗ ୟୁପିଏସସିରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିକଟରେ ୟୁପିଏସସି ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ୟୁପିଏସସି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ସିଏପିଏଫରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସସି ନିଯୁକ୍ତି ଘୋଷଣା ହୋଇଛି। ଏହି ନିଯୁକ୍ତି ମାଧ୍ୟମରେ ବିଏସଏଫ, ସିଆଇଏସଏଫ, ଆଇଟିବିପି ଏବଂ ଏସଏସବିରେ ଆସିଷ୍ଟାଣ୍ଟ କମାଣ୍ଡ ପଦବୀ ପୂରଣ ହେବ। ଏଥିପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ 506ଟି ପଦବୀ ପୂରଣ ହେବ। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ୟୁପିଏସସି ସିଏପିଏଫର ଅଫିସିଆଲ ୱେବସାଇଟ upsc.gov.in କୁ ଯାଇ ଆପଣ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ ଚାଲିଥିବା ବେଳେ ଶେଷ ତାରିଖ 14 ମେ 2024 ରହିଛି। ଶିକ୍ଷାଗତ ଯୋଗ୍ୟତା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ, ସର୍ବନିମ୍ନ 20 ବର୍ଷ ଓ ସର୍ବାଧିକ 26 ବର୍ଷ ହୋଇଥିବା ଆବଶ୍ୟକ।